ଶାଳଗ୍ରାମ କ'ଣ? ଶାଳଗ୍ରାମ ହେଲେ ବିଷ୍ଣୁଶିଳା। ଯେଉଁଭଳି ଲିଙ୍ଗ ପ୍ରଭୁ ମହାଦେବଙ୍କର ପ୍ରତୀକ, ସେହିପରି ଶାଳଗ୍ରାମ ମଧ୍ୟ ପ୍ରଭୁ ବିଷ୍ଣୁଙ୍କର ପ୍ରତୀକ। ସବୁ ମନ୍ଦିର, ପୀଠ ଓ ଧର୍ମଶାଳାମାନଙ୍କରେ ପ୍ରଭୁ ବିଷ୍ଣୁଙ୍କର ପ୍ରତୀକ ଶାଳଗ୍ରାମ ନାମରେ ପୂଜା ପାଆନ୍ତି। ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ ଯେଉଁ ରତ୍ନସିଂହାସନରେ ପ୍ରଭୁ ଜଗନ୍ନାଥ ସ୍ଥାପନ ହୋଇଛନ୍ତି, ସେହି ସିଂହାସନ ତଳେ ଲକ୍ଷେ ଶାଳଗ୍ରାମ ପୋତା ହୋଇଛି। ଶାଳଗ୍ରାମ ହେଉଛି ଏକ ଜାତିର ପଥର। ବୈଜ୍ଞାନିକମାନେ ଏହାକୁ ଆମ୍ରୋନାଇଟ୍ ନାମରେ ଜାଣନ୍ତି। ଏହା ଏକ ଛିଦ୍ରଯୁକ୍ତ କୁଣ୍ଡଳ ଜୀବାଶ୍ମ ଅଟେ। ଶାଳଗ୍ରାମ ବିନା କୌଣସି ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ। ଏହା କେବଳ ନେପାଳ ଅନ୍ତର୍ଗତ ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୁକୀ ନଦୀ କୂଳରେ ମିଳିଥାଏ। କିପରି ସୃଷ୍ଟି ହୁଏ ଶାଳଗ୍ରାମ? ନେପାଳ ଅନ୍ତର୍ଗତ ଗଣ୍ଡୁକୀ ନଦୀରେ ବଜ୍ରକୀଟ ନାମକ ଏକ କୃମି ପୋକ ବାସ କରନ୍ତି, ଯାହାର ଦାନ୍ତ ଓ ନଖ ବହୁତ ଶକ୍ତ ଅଟେ। ଶାଳଗ୍ରାମ ପ୍ରସ୍ତର ଉପରେ ଏହି କୀଟ ଚକ୍ର ଆକୃତିର ଚିହ୍ନମାନ ଅଙ୍କନ କରିଦିଅନ୍ତି। ଏହି କୀଟ ଶିଳାର ଭିତର ପାର୍ଶ୍ୱରେ ବାସ କରୁଥିବାରୁ ଚକ୍ର ଚିହ୍ନଗୁଡ଼ିକ ଶିଳାର ଭିତର ଓ ବାହାର ପାଖରେ ମଧ୍ୟ ଚିହ୍ନ ଥାଏ। ଅସଲି ଶାଳଗ୍ରାମ ଚିହ୍ନିବା ପାଇଁ ଏହି ଚକ୍ର ଚିହ୍ନ ହିଁ ମହତ୍ତ୍ୱପୂର୍ଣ୍ଣ ଅଟେ। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁ ଏହି ବଜ୍ରକୀଟ ରୂପରେ ଆସି ଏହି ଶିଳାକୁ ପ୍ରସ୍ତୁତ କରନ୍ତି। ଏହା ଦେଖିବାକୁ କଳା ରଙ୍ଗର ହୋଇଥାଏ ଓ ବିରଳ ଲାଲ ରଙ୍ଗର ଶାଳଗ୍ରାମ ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ଲାଲ ରଙ୍ଗର ଶାଳଗ୍ରାମକୁ ଘରେ ରଖି ପୂଜା କରାଯାଏ ନାହିଁ। ଶାଳଗ୍ରାମ ଦେଖିବାକୁ ତିନି ପ୍ରକାରର: ସାଧାରଣ, କ୍ଷୁଦ୍ର ଓ ଅତି କ୍ଷୁଦ୍ର। ଯେଉଁ ଶାଳଗ୍ରାମରେ 7ଟି ଛିଦ୍ର ଓ 14ଟି ଚକ୍ର ଥାଏ, ଏହାକୁ ଅନନ୍ତ ପଦ୍ମନାଭ ମୂର୍ତ୍ତି ବୋଲି କୁହାଯାଏ। ଯେଉଁଥିରେ 2ଟି ଛିଦ୍ର ଓ 4ଟି ଚକ୍ର ଥାଏ, ତାହାକୁ ନାରାୟଣ ମୂର୍ତ୍ତି ବୋଲି କୁହାଯାଏ। ଉଭୟ ଶାଳଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। କିମ୍ବଦନ୍ତୀରେ ରହିଛି, ଯେତେବେଳେ ମା ତୁଳସୀ ଜଳନ୍ଧରକୁ ବିବାହ କରିଥିଲେ, ତୁଳସୀଙ୍କର ସତୀତ୍ୱ ଲାଗି ଜଳନ୍ଧରକୁ କେହି ମାରିପାରୁନଥିଲେ। ତେଣୁ ସେ ଦେବ ଓ ମାନବ ଉପରେ ଅତ୍ୟାଚାର କରୁଥିଲା। ସମଗ୍ର ବିଶ୍ୱ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଶ୍ୱର କଲ୍ୟାଣ ପାଇଁ ଜଳନ୍ଧରକୁ ମାରିବା ପାଇଁ ପ୍ରଭୁ ବିଷ୍ଣୁ ମା ତୁଳସୀଙ୍କର ସତୀତ୍ୱ ହରଣ କରିଲେ। ପରେ ଜଳନ୍ଧରର ମୃତ୍ୟୁ ହେଲା। ହେଲେ ତୁଳସୀ ସତୀତ୍ୱ ହରଣ କଥାକୁ ନେଇ ବିଷ୍ଣୁଙ୍କୁ ପାଷାଣ ହେବାର ଅଭିଶାପ ଦେଲେ। ବିଷ୍ଣୁ ମଧ୍ୟ ଏହି ଅଭିଶାପକୁ ଗ୍ରହଣ କରିଲେ। ତାହା ଆଜି ଶାଳଗ୍ରାମ ନାମରେ ଜଣାଶୁଣା ହୋଇଛି। ଏହି ଅଭିଶାପ ପାଇ ପ୍ରଭୁ ବିଷ୍ଣୁ ମାତା ତୁଳସୀଙ୍କୁ ଅନୁରୋଧ କରି କହିଲେ, ଗଣ୍ଡୁକୀ ନଦୀ ନାମରେ ପ୍ରବାହିତ ହୋଇ ତାଙ୍କୁ ଅଭିଶାପରୁ ମୁକ୍ତି କରିବା ପାଇଁ। ମାତା ତୁଳସୀ ମଧ୍ୟ ବିଷ୍ଣୁଙ୍କର ଅନୁରୋଧକୁ ରକ୍ଷା କରି ଗଣ୍ଡୁକୀ ନଦୀ ନାମରେ ପ୍ରବାହିତ ହେଲେ।